ଅଧାରେ ରହିଲା ବିବେକ ଆଉ ସୃଜନାର ପ୍ରେମ କାହାଣୀ। ଅଲଗା ହେଇଗଲେ ଦୁଇ ଶରୀର ଗୋଟିଏ ଜୀବନ। କ୍ୟାନ୍ସର ଆଗରେ ହାର ମାନିଗଲା ପବିତ୍ର ପ୍ରେମ। ସତରେ ବିଧିର ବିଧାନ ଯେ କେତେ ନିଷ୍ଠୁର। ଏମାନଙ୍କ ଷ୍ଟୋରି କୋଉ ବଲିଉଡ ଫିଲ୍ମରୁ କମ୍ ନୁହେଁ। ପ୍ରଥମ ଥର 2014ରେ ଫ୍ରେଣ୍ଡ ବନିଲେ, ସବୁ ବର୍ଷ ବାର୍ଥଡେ ସେଲିବ୍ରେଟ୍ କଲେ। ପ୍ରେମ ଏତେ ବଢ଼ିଗଲା ଯେ 2020ରେ ନେପାଳ ଡିରେକ୍ସନରେ ବାହା ହେଲେ। ବହୁତ ଖୁସିରେ ଜୀବନ ବିତାଉଥିଲେ। 2023ରେ ବିବେକର ମୁଣ୍ଡରେ ପେନ୍ ହେବାକୁ ଲାଗିଲା। ଜଣାପଡ଼େ ବିବେକକୁ ଷ୍ଟେଜ୍ 4 ବ୍ରେନ୍ କ୍ୟାନ୍ସର। ଟ୍ୟୁମର ଏତେ ବଢ଼ିଗଲା ଯେ ମୁହଁ ଫୁଲିଗଲା। ମୁଣ୍ଡ ଚୁଟି ବିବେକରୁ ଝଡ଼ୁଥିଲା, କିନ୍ତୁ ସୃଜନା ନିଜ ଚୁଟି କାଟିଦେଲା। ଦୁଃଖ ବେଶୀ ଲାଗିଲା ଯେତେବେଳେ ଡକ୍ଟର କହିଲେ ବିବେକ ପାଖରେ କେବଳ 6 ମନ୍ଥ ଥିଲା। କିନ୍ତୁ ସୃଜନା ଆଶା ଛାଡ଼ି ନଥିଲା। ସୃଜନା ସକାଳୁ ସକାଳୁ ତାଙ୍କୁ ବ୍ରସ୍ କରେଇବା, ଉଠେଇବା, ହୁଇଲ୍ ଚେୟାରରେ ବସେଇବା ସବୁ କିଛି କରୁଥିଲା। ସେମାନେ ତାଙ୍କ ସୁନ୍ଦର ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରାରେ କ୍ୟାଚ୍ କରି ରଖୁଥିଲେ। ଦୁଃଖ ସମୟ ଥିଲା, କିନ୍ତୁ ସବୁ କିଛି ସେଲିବ୍ରେଟ୍ କରୁଥିଲେ। କିନ୍ତୁ ଭଗବାନଙ୍କର ଇଚ୍ଛା ଆଉ କିଛି ଥିଲା। 19 ଡିସେମ୍ବରରେ ଜଣାପଡ଼ିଲା ବିବେକ ଡେଥ୍ କଲେ। ଏମାନଙ୍କ ଷ୍ଟୋରି ପୁରା ତ ହେଲାନି, କିନ୍ତୁ ସତ ପ୍ରେମର ଗୋଟିଏ ଉଦାହରଣ ବନିଗଲେ।